नमस्ते नमस्ते भव विश्वमूर्ते नमस्ते नमस्ते जोग कलपलते नमस्ते नमस्ते ज्ञानगम्यधुते प्रणमामि प्रभु नमस्ते नमस्ते। जोगमूर्ति शिव शंकर, जोगमूर्ति भगवान राम और कृष्ण। जोगरे अछंती ब्रह्मा, पद्मासन रे अछंती। जोगरे विष्णु कर्मासन रे अछंती। एई भली भावरे विश्व ही जोगमय। पत्र पुष्प फूल माटी पानी पवन पत्थर जहाँ भी आप देखुंट सबू हूँ जोग। से जोग जितेबले टिके विजोग हो जाए गोटे झड़ झंझार सम्मुखीन आमे हो। गतकाली गोटे सभासन उपरे बलिया कही से कथाटी शेष होनी आज से कथाटी पुणी कहूँ। भावी निय भगवान अनंत विष्णु शोइचंती क्षीराब्धि समुद्र उपरे, क्षीराब्धि समुद्र उपरे अनंत नाग सज्जारे सातटी तांकर हे नागर फड़ा। नाभिमंडल रे ब्रह्मा, पदकमल रे लक्ष्मी। ये गोटे सुंदर जोग है। तुम्हें सोई जाओ, तकिया मुंडरे न दे चीत ही सोई जाओ। सोईकिरी मन भितर भाव तुम हृदय चक्र को, जो चक्रटी विष्णुंकर घर, से विष्णुंकर चक्र ध्यान कला बेले भाव विष्णु वर्तमान क्षीराब्धि समुद्र रे सोईचंती। क्षीराब्धि समुद्र किए से होचनी पृथ्वी। वृक्ष तरु तृण लता माटी पानी पहाड़ पर्वत नद नदी झरणा सबू जदि चिंता करिवो सबुठी क्षीर अच्छी। पत्रटीए छिने देले गोटे क्षीर बहिब। जेकोसी जीवनटी को काटिदेव गोटे क्षीर दारू बहिब। क्षीर ही रक्त, क्षीर ही अश्रु, क्षीर ही जल, क्षीर ही पानीय। ये हूँ क्षीराब्धि समुद्र। से क्षीराब्धि समुद्र उपरे शोइचंती भगवान विष्णु। निद्रे शोना आखि बुझी से हृदय चक्र को ध्यान करुँच। आत्मचक्र को कहीं ध्यान करुँच सप्त लोक को से उद्धार करेंगे। सप्त लोक किए भू भुव
ସ୍ୱ ମହ ଜନ ତପ ସତ୍ୟ। ସେମିତି ଜୀବନ ଭିତରେ ସପ୍ତ ଲୋକ କିଏ? ମୁଖ, ନାସାର 2 ପୁଡ଼ା 3, ଚକ୍ଷୁ 2 ଚକ୍ଷୁ 5, କର୍ଣ୍ଣ 2 7, ଆଉ ମସ୍ତିଷ୍କଟି ହେଲା ସର୍ପର ଫଣା। ତେଣୁ ଏଇଭଳିଆ ଏକ ସପ୍ତ ମୁଖ ବିଶିଷ୍ଟ ସର୍ପ ଉପରେ ଶୋଇଛନ୍ତି। ସର୍ପର ଗଣ୍ଡିଟି କେଉଁଠି ରହିଛି? ସେ ମସ୍ତିଷ୍କ ଦେଶରୁ ଶେଷ ପର୍ଯ୍ୟନ୍ତ, ମେରୁଦଣ୍ଡର ଶେଷ ପର୍ଯ୍ୟନ୍ତ ଶୋଇଛନ୍ତି ସର୍ପ। ସେଠି କ'ଣ ମନ୍ତ୍ର ଭଜନ ହେଉଛି? ମନ୍ତ୍ରଟି ହେଉଛି କେବଳ ସୋହମ୍। ତୋ ଭିତରେ ଯିଏ, ମୋ ଭିତରେ ସିଏ, ମୁଁ ଓ ତୁ ଉଭୟ ଆମେ ଗୋଟିଏ ପାର୍ଶ୍ୱର 2ଟି ପାର୍ଶ୍ୱ, ଗୋଟିଏ ଟଙ୍କାର 2ଟି ପାର୍ଶ୍ୱ। ଲକ୍ଷ୍ମୀ ପାଦ ସେବା କରୁଛନ୍ତି। ଲକ୍ଷ୍ମୀ କିଏ? ସେ ହେଉଛନ୍ତି ଅନ୍ନ। ଯେଉଁ ପୃଥିବୀ ଓ ସମୁଦ୍ରକୁ ମାଧ୍ୟମ କରି ଅନନ୍ତ ବିଶ୍ରାମ କରିଛନ୍ତି, ସେଇ ସମୁଦ୍ର ଆଉ ପୃଥିବୀର କର୍ଷଣରେ ପୃଥିବୀରେ ସୃଷ୍ଟି ହୁଏ ଅନ୍ନ। ଅନ୍ନ କଲେ କେବଳ ଧାନ ନୁହେଁ, ଖାଇବା ଜିନିଷ ସବୁ ସୃଷ୍ଟି। ଅନ୍ନଟା ଫଳମୂଳ ପର୍ଯ୍ୟନ୍ତ। ତାହା ହିଁ ହେଉଛି ମା ଲକ୍ଷ୍ମୀଙ୍କର ସେବା। ତାପରେ ଆପଣ ଦେଖିବେ ନାଭିଚକ୍ରରେ ବ୍ରହ୍ମା ଧ୍ୟାନ ମଗ୍ନ। ବ୍ରହ୍ମା କିଏ? ବ୍ରହ୍ମା ହେଉଛନ୍ତି ଆମର ଗୁରୁ, ଆମର ଗୁରୁଜନ। ବାପା, ଅଜା, 14 ପୁରୁଷ ସବୁ କହୁଛନ୍ତି ଗୁରୁଜନ। ସେମାନଙ୍କର ବୟସ ହେଇଗଲାଣି। ଏଇ ପରିଣତ ବୟସରେ ସେମାନେ ଆଖି ବୁଜି ନିଜକୁ ଚିନ୍ତନ ନିଜକୁ ମନନ କରୁଛନ୍ତି, ଭୁଲ କେତେ ଠିକ୍ କେତେ। ପ୍ରାୟଶ୍ଚିତ ମଧ୍ୟ ତା ସହିତ ଖୋଜୁଛନ୍ତି। ପ୍ରାୟଶ୍ଚିତ ହୁଏତ ନାମ ହେଇପାରେ, ଯୋଗ ହେଇପାରେ, ଯାହା। ଆଉ ଗୋଟିଏ ଜାଗାରେ ଆପଣ ଦେଖିବେ ମା ସରସ୍ୱତୀ ବୀଣାବାଦନ କରୁଛନ୍ତି। ଏଠି ବେଦଧ୍ୱନି ଠାରୁ ସୁଷମ ସଙ୍ଗୀତର ନିନାଦ ପର୍ଯ୍ୟନ୍ତ ଇଏ ହେଉଛି ଗୋଟିଏ ଯୋଗ। ତେଣୁ ବର୍ତ୍ତମାନ ଏଇଭଳି ଅବସ୍ଥାରେ ଆପଣ ଶୋଇଥିବା ବେଳେ ଏମିତି ଅବସ୍ଥାଟାକୁ ମନ ଭିତରେ, ଏଇ ରୂପଟାକୁ ମନ ଭିତରେ ପରିକଳ୍ପନା କରି ଅଧଘଣ୍ଟାଏ ଅନ୍ତତଃ ଶୁଅ। ଆଉ ରିଲାକ୍ସ ରହିବ, ଯେଉଁଟାକି ମାନେ ଟାଇଟ୍ କିଛି ରହିବନି। ତାଦ୍ୱାରା ହାର୍ଟ, ବ୍ରେନ୍, ନର୍ଭ ଏସବୁ ନିଶ୍ଚିତ ଭାବରେ ଶୁଭଙ୍କର ହେବ ଏବଂ କୋହଳ ହେବ। ଅଧଘଣ୍ଟାଏ ଯଦି ବିଳମ୍ବ ହେବ, 15 ମିନିଟ୍ କର। 15 ମିନିଟ୍ ବିଳମ୍ବ ହେଲେ 10 ମିନିଟ୍ କର। କିଛି ନ କରିଲେ ହେବନି। ଆଉ କେବଳ ମେଡ଼ିସିନ, ଔଷଧ ଅର୍ଥ ଦେଇ ମେଡ଼ିସିନ ଖାଇବ, ସେଇଟା ଚାଲୁ, ସେ ତା ବାଟରେ ସେ ଚାଲିବ। କିନ୍ତୁ ଆମେ ସମସ୍ତେ ଯୋଗୀ ହେବା। ଏତିକି ହେଉଛି କଥା। ଗ୍ରୀଷ୍ମ ଋତୁ ଆସୁଛି,
ବହୁତ ଗ୍ରୀଷ୍ମ ହେବ ଯୋଗାସନ କରିବା ପାଇଁ ମଧ୍ୟ ଆମକୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ। ତେଣୁ ଆପଣ ନିଜେ ମନେ ରଖନ୍ତୁ, ଅନ୍ୟମାନଙ୍କୁ ଜଣାନ୍ତୁ। ଆମେ ସମସ୍ତେ 5ଟି ବୃକ୍ଷ ଲଗେଇବା ଏବଂ ବଞ୍ଚାଇବା। ମଦ୍ୟ ମାଦକ ଠାରୁ ଦୂରେଇ ରହି ଦେଶ ପରିବାରର ସେବା କରିବା। ଆଉ ପରବର୍ତ୍ତୀ ସମୟରେ ମୁଁ ଆପଣମାନଙ୍କୁ ଆଉ ଗୋଟେ ରୋଗ ଉପରେ କହିବି ଏବଂ ଆମର ଆନୁଆଲ୍ ଫଙ୍କସନ୍ ବା ବାର୍ଷିକ ଉତ୍ସବ ସମ୍ପର୍କରେ ଧାରଣା ଦେବି। ଜୟ ଗୁରୁ, ଜୟ ଜଗନ୍ନାଥ।